କୌଣସି ମାଙ୍ଗଳିକ କାର୍ଯ୍ୟ ଏଇ ନବବର୍ଷ ଜାନୁଆରୀ 1 ତାରିଖରେ ହୋଇନଥାଏ। କିନ୍ତୁ ଆମେ କ'ଣ କରୁଛୁ ନା ପାଶ୍ଚାତ୍ୟ ସଂସ୍କୃତିକୁ ବଶବର୍ତ୍ତ ହୋଇ ଅପସଂସ୍କୃତିକୁ ଆମେ ଜାବୁଡ଼ି ଧରିକି ଏଇ ଅଶୁଭ ସମୟରେ ମନ୍ଦିର ଯାଉଛୁ, ଜଗନ୍ନାଥଙ୍କୁ ଦର୍ଶନ କରୁଛୁ ବା ଦେବାଦେବୀଙ୍କୁ ଆମେ ଦର୍ଶନ କରୁଛୁ। ଆସନ୍ତୁ ଆମେ ଏବେ ଆଲୋଚନା କରିବା ଯେ ଏଇ ନବବର୍ଷ ପାଳନ କରିବା କେତେ ଦୂର ଯୁକ୍ତିସମ୍ମତ। ମୁଁ ଆପଣଙ୍କୁ ଗୋଟି ଗୋଟି କରିକି ସମ୍ପୂର୍ଣ୍ଣ 8ଟି ମୁଖ୍ୟ କଥା ଉପରେ ଆଲୋଚନା କରିବି। ଏଇ ଜାନୁଆରୀ 1 ତାରିଖରେ କିଛି ବି ନୂଆ ଆରମ୍ଭ ହୋଇନଥାଏ। ଯେମିତିକି ଆପଣ ଦେଖିବେ ଏଠି କିଛି ଋତୁ ବଦଳି ନଥାଏ କି ମୌସୁମୀର ବି କିଛି ପରିବର୍ତ୍ତନ ହୋଇନଥାଏ। ନା ଏଠି କୌଣସି ଶ୍ରେଣୀ କକ୍ଷ ବଦଳିଥାଏ କି ପିଲାମାନଙ୍କର ନୂଆ ପାଠ୍ୟକ୍ରମ ଆରମ୍ଭ ହେବା କି ନୂଆ ବିଷୟବସ୍ତୁ ପଢ଼ିବା ଆରମ୍ଭ ହୋଇନଥାଏ। ଏହି ନୂଆ ବର୍ଷରେ କୌଣସି ବଜେଟ୍ର ମଧ୍ୟ ଅଧିବେଶନ ବସିନଥାଏ, ନୂଆ ବଜେଟ୍ ମଧ୍ୟ ହୋଇନଥାଏ। ଏହି ନୂଆ ବର୍ଷରେ ଏଇ ଜାନୁଆରୀ 1 ତାରିଖରେ କିଛି ନୂଆ ଫସଲ ମଧ୍ୟ ଅମଳ